ଆପଣ ଯେ 6 ବର୍ଷ କାଉଣ୍ଟ ହେଲା ଆପଣ କଣ ଭାବୁଛନ୍ତି କେତେ ଦୂର ଆପଣଙ୍କର ସଫଳତା ହେଲା ଆପଣଙ୍କର ଦାବି ବିଷୟରେ କହିବେ ଟିକେ? ଆମେ ଆମ ସଂଗଠନ ତରଫରୁ ଆମେ ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହିତ ଆଲୋଚନା କରିଛୁ ଏବଂ ଦାବିପତ୍ର ମଧ୍ୟ ଦେଇଛୁ। 6 ବର୍ଷ ଗଣନା କରିବା ହେଉଛି ଆମର ଯୁକ୍ତ ଦାବି, କୌଣସି ସନ୍ଦେହ ନାହିଁ। କିନ୍ତୁ ଆଜି ଯୋଉ କମିଶନର ମ୍ୟାଡାମ ଗୋଟେ ବୈଠକ କରିଛନ୍ତି, ସେ ବୈଠକରେ ଏଇ ଯାହା ଆଜି ଗୋଟେ ଚିଠି ବାହାରିଛି ସେଗୁଡାକ ସବୁ ଆଲୋଚନା କରାଯାଇଛି। ଓ ସ୍କିମାଟିକ ଉଠିବା, ସ୍କିମାଟିକ ଟିଚର ମାନଙ୍କୁ ରେଗୁଲାର କରିବା, ଯୋଉମାନେ ଆଗରୁ ଥିଲେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଜୁନିୟର ଟିଚର ସ୍କିମାଟିକ କଣ୍ଟ୍ରାକ୍ଚୁଆଲ ସେମାନେ ସବୁ ନିୟମିତ କରିବା ଏବଂ ଶିକ୍ଷାର କାଉଣ୍ଟ କରିବା, ଏଇ କଥାଟା ସେଥିରେ ଆଲୋଚନା ହେଇଛି ଏବଂ ଗଭର୍ଣ୍ଣମେଣ୍ଟକୁ ଏଟା ରେକମେଣ୍ଡେସନ କରାଯାଇଛି। ଆଜି ଚିଠିରେ ସେ ଯେ ସବୁ ପ୍ରାଥମିକ ଶିକ୍ଷକ ମାନଙ୍କର ଯୋଉମାନେ 2001 ମସିହାରୁ ଆଜି ପର୍ଯ୍ୟନ୍ତ ପାଇଛନ୍ତି ସେମାନଙ୍କର 6 ବର୍ଷ କାଉଣ୍ଟ ହେଇଯାଇନି ବୋଲି ଭାବନ୍ତି। ତା ଗୋଟେ ପ୍ରସ୍ତାବ ଦିଆଯାଇଛି ଉଚ୍ଚସ୍ତରୀୟ କମିଟିକୁ, ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କୁ ହେଇଥାଇପାରେ, ଗଣଶିକ୍ଷା ମନ୍ତ୍ରୀ ହେଇଥାଇପାରେ, ରେକମେଣ୍ଡେସନ କରେ। ଯେତେବେଳେ ନୋଟିଫିକେସନ ବାହାରିବ ସେତେବେଳେ ଆମେ ତାକୁ ବିଶ୍ୱାସ ଦେବା। ଆମର ଏଇଟା ହଉଛି ଦାବି ହଉଛି ଯୁକ୍ତି। ଆମେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛି, ମିଳିତ ଆନ୍ଦୋଳନ କରିଛି, ଏକାକି ମଧ୍ୟ ଆମେ ଆନ୍ଦୋଳନ କରିଛୁ, ଆଲୋଚନା ମଧ୍ୟ କରିଛୁ ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହିତ। ଗଲା 13 ତାରିଖରେ, ଜୁଲାଇ 13 ତାରିଖରେ ମଧ୍ୟ ଆମେ ଆଲୋଚନା କରିଛୁ ସରକାରଙ୍କ ସହିତ। ଜୁନ 13 ତାରିଖ ଆମେ ଆଲୋଚନା କରିଛୁ। ଏବେ ମଧ୍ୟ ଏଇ ଜୁଲାଇ ମାସରେ ମଧ୍ୟ ଆମେ ଆଲୋଚନା କରିଛୁ, ଦାବିପତ୍ର ମଧ୍ୟ ଦେଇଛୁ। କିନ୍ତୁ ଆମର ଦାବି ଯୁକ୍ତିଯୁକ୍ତ, 6 ବର୍ଷ କାଉଣ୍ଟ ହେବାକୁ ମଧ୍ୟ ଯୁକ୍ତି। କିନ୍ତୁ ଆଜି ବୈଠକରେ ଯାହା ବାହାରିଛି ଆମର 6 ବର୍ଷ ଗଣା ହେଇଯାଇନି। ସେଇଟା ଆପଣ ଦେଖିଥିବେ ସୋସିଆଲ ମିଡିଆ ବହୁତ ଜୋର ମଧ୍ୟ ଟିଚର ମାନେ ଆଲୋଚନା କରୁଛନ୍ତି ଯେ ଆମର 6 ବର୍ଷ କାଉଣ୍ଟ ହେଇଗଲା, ସେ ବିଷୟରେ କଣ କହିବେ? 6 ବର୍ଷ କାଉଣ୍ଟ ହେଇନାହିଁ, କାହିଁକିନା ସେଇଟା ହଉଛି ଗୋଟେ ଆଲୋଚନା ଯାହା କମିଶନର ମ୍ୟାଡାମ ଅନ୍ୟାନ୍ୟ ତାଙ୍କର ଯୋଉ ଅଫିସିଆଲଙ୍କ ସହିତ ଆଲୋଚନା କରୁଛନ୍ତି ଏବଂ ଆଲୋଚନା ହେଲା ପରେ ଯାହା ଯାହା ଆଲୋଚନା ହେଇକି ସେଇଟାକୁ ସେ ଲିଖିତ ଭାବରେ ପରିପ୍ରକାଶ କରୁଛନ୍ତି ଏବଂ ଏଟା ରେକମେଣ୍ଡେସନ କରୁଛନ୍ତି ଏମାନଙ୍କର କରାଯାଉ ବୋଲି। ନିଶ୍ଚିତ ଆଶା ବିଶ୍ୱାସ ଅଛି ଏହା ଲାଗୁ ହବ। ନିଶ୍ଚିତ ଭାବରେ ଆମେ ଆଶା କରିବୁ 6 ବର୍ଷ କାଉଣ୍ଟ କରିବା ପାଇଁ ଆମେ ନିଶ୍ଚିତ ଆଶା କରିବୁ, ମଧ୍ୟ ଦାବି ବି କରିବୁ, ଆଉ ନିଶ୍ଚିତ ହବ ବୋଲି ଆମେ ଆଶା। ଆଉ ଗୋଟେ ବୃହତ୍ତର ଦାବି ଥିଲା ଯୋଉଟା କହୁଛନ୍ତି ଆପଣ ଗ୍ରେଡ ପେ, ସେ ବିଷୟରେ କଣ ଆପଣ ଜାଣିଛନ୍ତି? ତ କମିଶନର ମ୍ୟାଡାମ କହିଛନ୍ତି ଯେ ଗୋଟିଏ ବିଭାଗରେ, ଗଣଶିକ୍ଷା ବିଭାଗରେ ହାୟର ସେକେଣ୍ଡାରୀ ଲେବୁଲ 10 ଏବଂ ସେକେଣ୍ଡାରୀ ଲେବୁଲ 9 ଏବଂ ଏଲିମେଣ୍ଟାରୀ ଲେବୁଲ 6ରେ ରଖାଯାଇଛି 7 ପେ କହିଛନ୍ତି। ତେଣୁ ଆମର ଯୁକ୍ତିଯୁକ୍ତ ହଉଛି ଯେ ଆମେ ଗୋଟିଏ ଡିପାର୍ଟମେଣ୍ଟରେ, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟରେ ହାୟର ସେକେଣ୍ଡାରୀ ଓ ଏଲିମେଣ୍ଟାରୀ, ତେଣୁ ଆମକୁ ଏଇଠି ରଖାଗଲାନି କାହିଁକି? ଯେତେବେଳେ 16 ମସିହାରେ ପେ କମିଶନ 7 ପେ କମିଶନ ଲାଗିଲା, ତତ୍କାଳୀନ ଅବସ୍ଥା କହିଥିଲେ ଆମେ ଖୁସି ହେଇଥାନ୍ତୁ, କିନ୍ତୁ ଏବେ 10 ବର୍ଷ ପରେ ଯଦି ଆମକୁ ରଖାଯିବ ଆମେ ଏଥିରେ ଖୁସି ନୁହଁ। ତେଣୁ ଆମେ ସେଣ୍ଟ୍ରାଲ ପେ ଯୋଉଟା କି 4200 ଗ୍ରେଡ ପେ ନିଶ୍ଚିତ ଭାବରେ ଆମେ ଦାବି କରିବୁ, ହାସଲ କରିବା ମଧ୍ୟ ବହୁତ ଚେଷ୍ଟା କରିବୁ। ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଅଛି ସବୁ ଛୋଟ ବଡ ସଂଗଠନ ଚାହୁଁଛନ୍ତି ଆଗାମୀ ଦିନ ଆନ୍ଦୋଳନ, ଆପଣ ପିଏସଟି ସଂଗଠନ କଣ ଆନ୍ଦୋଳନ କରିବେ ବୋଲି ଆଶା କରୁଛନ୍ତି? ନିଶ୍ଚିତ ଭାବରେ ଆମେ ଆନ୍ଦୋଳନ କରିବୁ, କିନ୍ତୁ ଆପଣ ଯଦି ଗୋଟେ ପ୍ରଶ୍ନ ଉଠେଇବେ ଯେ ମିଳିତ ଆନ୍ଦୋଳନ କରିବେ କି? ଆମେ ସବୁବେଳେ ମିଳିତ ଆନ୍ଦୋଳନ ପରେ ଚାହୁଁ, କିନ୍ତୁ ମିଳିତ ଆନ୍ଦୋଳନ କରି ଆନ୍ଦୋଳନକୁ ଭଣ୍ଡୁର କରିବା ବା ସ୍ଥଗିତ କରିବା, ଶିକ୍ଷକ ଆନ୍ଦୋଳନକୁ ପଛରୁ ଛୁରିକାଘାତ ମାରିବା, ସେଭଳି ସଂଗଠନ ସହିତ ଆମେ ଯିବୁ ନାହିଁ। ଆମେ ଅକେଲାଚଳ ନୀତିରେ ମଧ୍ୟ ଏକାକି ଲଢିବୁ ଆମ ଶକ୍ତି ସାମର୍ଥ୍ୟକୁ ଧରି, ଏବଂ ଆମେ ପ୍ରାଇଭେଟ ସ୍କୁଲ ଟିଚର୍ସ ଆସୋସିଏସନ ବହୁତ ପରେ। ନା ଆପଣ କହିବା କଥା ଯୋଉମାନେ ପୂର୍ବରୁ ମିଳିତ କହିକି ଲକ୍ଷାଧିକ ଟିଚର ଏକାଠି ହେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଉମାନେ ଧୋକା ଦେଲେ ବା ଅଧାରୁ ଖସିଗଲେ ତାଙ୍କୁ ଆଉ କେବେ ଆପଣ ସାଥୀ କରିବେ? ଆମେ ତାଙ୍କ ସହିତ ଯିବୁ ନାହିଁ ବା ଆମେ ତାଙ୍କୁ ଆମ ସାଙ୍ଗରେ ମଧ୍ୟ କରୁ। ତେଣୁ ସ୍ପୋଣ୍ଟାନିୟସ୍ ଭାବେ ଓଡିଶାର ଟିଚର ମାନେ ବୁଝିଗଲେଣି ଯେ କୋଉ ସଂଗଠନ ଭଲ, କୋଉ ସଂଗଠନ ଖରାପ, କୋଉ ସଂଗଠନ ସରକାର ସହିତ ସାଲିସ ମାଲିସରେ ବିଶ୍ୱାସ କରୁଛି, କୋଉ ସଂଗଠନ ଲଢେଇରେ ବିଶ୍ୱାସ କରୁଛି, ଏବଂ କିଏ ଲଢେଇ କରି ସରକାରଙ୍କ ଦାବି ହାସଲ କରିପାରେ ସେ କଥା ମଧ୍ୟ ଶିକ୍ଷକମାନେ ବୁଝିଲେଣି।
ତେଣୁ ଆମେ ଏବେ ଆନ୍ଦୋଳନ ଡାକିଲେ ବହୁ ସଂଖ୍ୟାରେ ଆସିକି ବୁଝେଇଦେବେ ଏବଂ ଦାବି ଆମେ ନିଶ୍ଚିନ୍ତ ଭାବରେ ହାସଲ କରିବୁ ନିଶ୍ଚିତ। ବହୁତ ବହୁତ ଧନ୍ୟବାଦ। ଆମ ସହିତ ଆଜି ଥିଲେ PST ର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା। ଆପଣଙ୍କ ବାର୍ତ୍ତା ପାଇଁ ଆପଣଙ୍କୁ ଧନ୍ୟବାଦ।